ଭଲସେ ଦେଖ, ଏଇଟା କେତେ ଟଙ୍କା କଏନ୍ଟା? 20 ଟଙ୍କା କଏନ୍ଟା ହେଲା। ଏଇଟା ମୁଁ ବେଲା ଭିତରେ ରଖିନି, କେତେ ରଖିନି? ନା 500 ଟଙ୍କା ହେବନି, ବେଲା ଭିତରେ ରଖିନି, କେତେ ରଖିନି? ଆଚ୍ଛା ଛୁଆ ଦେଖ, ଏମିତି ତୁମେ ଜାଗାରେ ବସ ସେଟ୍ କରିକି ଯେନ୍ ଘରଟା ତୁମକୁ ଦେଖା ହେବନି, ମାନେ ତୁମକୁ ଦେଖା ହେବନି ହେଲା। କହୁଛି କ'ଣ ଅଛି ମୁଁ, ହଁ କଏନ୍ଟା ଦେଖା ହେବନି ଯେରକ, ଦେଖାଯାଉନି ତ? ବାସ୍ ଦିଅ, ପାଣି ବୋତଲଟା ମୋତେ ଦିଅ ହେଲା। ଭଲସେ ତ ଢାଳିବା ଷ୍ଟାର୍ଟ କରିବି, ପାଣି ଢାଳିବା ଷ୍ଟାର୍ଟ କରିବି ହେଲା। ଦେଖ ଛୁଆମାନେ, ମୁଁ ମୋବାଇଲକୁ ଏମିତି ସେଟ୍ କରି ରଖିଛି ଯେମିତି କଏନ୍ଟା ଦେଖା ହେଉନାହିଁ। ତାପରେ ଯେତେବେଳେ ମୁଁ ପାଣି ଢାଳିବା ଷ୍ଟାର୍ଟ କରିନି, ତାପରେ ଦେଖିବ ଧୀରେ ଧୀରେ କ'ଣ ହେଉଛି। ମାର୍କ କର ଟିକେ। ମୋବାଇଲକୁ ମୋଟେ ହଲାଯିବନି, ମୋବାଇଲ ତା ଜାଗାରେ ପୁରା ଫିକ୍ସ ଅଛି। ଦେଖିବ କେମିତି ପୁରା ଆପେ ଦେଖାହେବ। ଦେଖ କଏନ୍ ତା ଜାଗାରୁ ହଲି ନାହିଁ, ଭଲସେ ଟିକେ ଦେଖିବ। କଏନ୍ ତା ଜାଗାରୁ ହଲି ନାହିଁ, କିନ୍ତୁ ମୁଁ ପାଣିଟା ନା ହଲି ନାହିଁ। ଦେଖ ସେଇଠି ହିଁ ଅଛି, ମୁଁ ସେଇଠି ରଖିଥିଲି ଏଇ କୋଡ଼କୁ, ମୋ ସାଇଡ଼କୁ ରଖିଥିଲି ନା ହେଲା। କ'ଣ କହିଛି ନା ପୁରା ସେଇ ଜାଗାରେ ହିଁ ଅଛି, କିନ୍ତୁ ଯେତେବେଳେ ପାଣିଟା ଢାଳିଦେନି କ'ଣ ହେଲା ନା ସେ କଏନ୍ଟା ହେଲା କହୁଛି ଆମକୁ ଦେଖାଗଲା। କ'ଣ ହେଲା? କଏନ୍ଟା ଦେଖାଗଲା। କାହିଁକି ନା ଲାଇଟ୍ଟା ଗଲା। ଲାଇଟ୍ ଯେତେବେଳେ ଗୋଟେ ମିଡ଼ିୟମରେ ଯାଏ, ମାନେ ଗୋଟେ ହେଲା କହୁଛି ମାଧ୍ୟମ ଦେଇକି ଯାଏ, ସେ ଆଉ ଗୋଟେ ଜାଗାକୁ ଗଲାବେଳେ ନା ଆଉ ଗୋଟେ ମାଧ୍ୟମକୁ ଗଲାବେଳେ ସେ କିସ ହେଇଯାଏ ନା ବେଣ୍ଡ ହେଇଯାଏ ହେଲା। ତ ସେଇଟାକୁ କୁହାଯାଏ ରିଫ୍ରାକ୍ସନ୍। ଗୋଟେ ପେନସିଲ୍ କି ପେନ୍ରେ ବି ଦେଖିପାରିବ ତୁମେ ସେ ରିଫ୍ରାକ୍ସନ୍। ଦେଖିବ ପେନସିଲ୍ଟା, ଏଇଟା ପେନ୍ଟା ନା, ଯଦି ମୁଁ ଏଇଟା ପେନ୍ଟାକୁ ବୁଡ଼େଇମି ଦେଖିବ ପଙ୍କା ଦେଖାହେଉଛି। ଦେଖ ଦେଖାହେଉଛି ନା? ତ ତା ରିଜିନ୍ ବି ସେୟା, ବୁଝିପାରିଲ କି? ଏଇଟା କ'ଣ କୁହାଯାଏ? ରିଫ୍ରାକ୍ସନ୍ ଅଫ୍ ଲାଇଟ୍।